ଆଜିକାଲି ଆମ ଭାରତରେ ବା ଆମ ଦେଶରେ ଅନେକ ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନ କରାଯାଉଛି। ଅନେକ ରାଜ୍ୟରେ ଏ ସମସ୍ୟା ଦେଖିବାକୁ ମିଳୁଛି। ଆଜିକାଲି ଛତିଶଗଡ଼ରେ ଖ୍ରୀଷ୍ଟିଆନ ମାନଙ୍କ ଉପରେ ଅନେକ ତାଡ଼ନ ଆସୁଅଛି। ସେମାନଙ୍କର ଚର୍ଚ୍ଚ ଘରକୁ ଭାଙ୍ଗି ଦିଆଯାଉଅଛି। ଗ୍ରାମର ମୌଳିକ ଅଧିକାର ଦିଆଯାଉନାହିଁ, ଯଥା ପିଇବା ପାଇଁ ପାଣି, ରହିବା ପାଇଁ ବାସଗୃହ ସେମାନଙ୍କୁ ଦିଆଯାଉନାହିଁ। ପାଣି ପିଇବା ନିମନ୍ତେ କୂଅ ବା ନଳକୂପ ସେମାନଙ୍କୁ ଆଲାଓ କରା ଦିଆଯାଉନାହିଁ। ସେମାନଙ୍କ ଘରକୁ ଭାଙ୍ଗି ଦିଆଯାଉଅଛି। ସେମାନଙ୍କୁ ଗ୍ରାମରୁ ବାସନ୍ଦ କରାଯାଉଛି ବା ସେମାନଙ୍କୁ ଗ୍ରାମରୁ ବାହାର କରା ଦିଆଯାଉଅଛି। ଏବଂ ଅନେକ ସମସ୍ୟା ଆମେ ଦେଖିବାକୁ ପାଉ। ଏବଂ ଖ୍ରୀଷ୍ଟିଆନ ମାନେ ଯଦି ମରିଯାଆନ୍ତି, ସେମାନଙ୍କର ମୃତ ଶରୀରକୁ ସମାଧି ଦେବା ନିମନ୍ତେ ମଶାଣିରେ ଜାଗା ଦିଆଯାଉ ନାହିଁ ଏବଂ ସେମାନଙ୍କୁ ମାରପିଟା କରା ଦିଆଯାଉଛି। ସେମାନଙ୍କୁ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେମାନଙ୍କୁ ଗ୍ରାମରେ କୌଣସି ବିଷୟ ଆଲାଓ କରା ଦିଆଯାଉ ନାହିଁ। हेलो एवरीवन, पुनर्बार प्रभु जीशु ख्रीष्ट नाम समस्त ख्रीष्ट प्रेम नमस्कार जन नमस्कार एवं यही नूतन मो वीडियो रे आपण समस्त स्वागत करे। आज नूतन वीडियो रे मु छत्तीसगढ़ जो समस्या घटी अच्छी से विषय में कहवाक चाहे। जिते मु से वीडियो को देखली मत खराब लगिला। ख्रीष्टान मान को जो ताड़ना आसुअछि, ख्रीष्टान मान को जो समस्या आसुअछि से वीडियो देखी मते अनेक मो हृदय दुख आसला। ताहा आपण मैंने देखले आपण मान को निश्चय ताहा दुख आसब। चलतु वीडियोटी आरंभ करने पूर्व से वीडियोटी को आम देखिनेबा। देख रहे हैं ना हम लोग का खेत। हेलो, जो वीडियो क्लिप आपने देखले ता छत्तीसगढ़ बस्तर डिस्ट्रिक्ट ग्राम परदा एवं तांकर नाम होची मेघनाथ। से अनेक दिन पूर्वे जीशुख्रीष्ट परिवार सह ग्रहण करथिले एवं जेतेबेले से ग्रहण करथिले से समय ठारू ग्रामर लोक माने ताहांकु कष्ट दे आसुथिले। अनेक समय से माने धमक देथिले ताहांकु जीवन रो मारी देबा निमंते, किंतु से भाई कोनसी से मानक कथा को सुनी नथिले। एवं जो समस्या किछि दिन पूर्वे घटी अछि ताहा आज आपण मानक मु जणेबाकु चाहुछि। जेतेबेले से माने ग्रामवासी लोक ताहांकु कहिले ग्राम को छाड़िबा निमंते अथवा निज धर्म बा ख्रीष्ट धर्म को छाड़िबा निमंते, किंतु से भाई शुणी नथिले। से कथा ख्रीष्ट को विश्वास कले एवं से माने जबरदस्त ताहांकर जो घर समस्त सामग्री बा जिनिसपत्र से माने फोपाड़ी दिया देइथिले एवं से माने बाध्य करथिले कि ग्राम को छाड़िबा निमंते। ए समस्त कष्ट द्वारा से भाई को ग्राम छाड़िबा को पड़िथिला। निज सपरिवार से ग्राम छाड़ी चली जाइथिले एवं ताहांको फसल को ग्रामर लोक माने निज निज पशु जंतु को बा गाय गोरु को तांकर फसल रे छाड़ी देले। या फल से गाय गोरु माने तांको फसल को नष्ट कर देले। ए भाईंकर कोनसी आउ कोनसी विषय बंची नाही। एठारे मु कहबा को चाहे आपण माने जहाँ भी करंतु ख्रीष्टान मानकु से मानकर जीविका को नष्ट कर दियंतु नाही। कारण से माने कोन खाई से माने बंचिबे, से मानकर कौन से विषय नाही। एठारे मु जो माने ख्रीष्टान मान को ताड़न करूछंती से मानकु मु अनुरोध करबाकू चाहे
ଖ୍ରୀଷ୍ଟିଆନ ମାନଙ୍କୁ ମାରନ୍ତୁ, ଖ୍ରୀଷ୍ଟିଆନ ମାନଙ୍କୁ କୌଣସି ତାଡ଼ନ ଦିଅନ୍ତୁ, କିନ୍ତୁ ସେମାନଙ୍କ ଜୀବିକାକୁ ନଷ୍ଟ କରିଦିଅନ୍ତୁ ନାହିଁ। କାରଣ ଅନେକ ଖ୍ରୀଷ୍ଟିଆନ ମାନେ ଗରିବ ଅଟନ୍ତି। ସେମାନଙ୍କର ଜୀବିକା ଯଦି ଆପଣ ନଷ୍ଟ କରିଦେବେ, ତାହେଲେ ଯେଉଁ ଆଶା ଆକାଂକ୍ଷା ରଖି ସେମାନେ ଜୀବିକା ବା ସେମାନେ ଫସଲ କରିଅଛନ୍ତି, କୌଣସି ସେମାନଙ୍କର ଆଶା ପୂର୍ଣ୍ଣ ହୋଇପାରିବ ନାହିଁ। ସେଥିପାଇଁ ମୁଁ ବିଶେଷ ଅନୁରୋଧ କରେ ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନ କରୁଥିବା ଲୋକମାନଙ୍କୁ, ଜୀବିକା ଉପରେ କୌଣସି ଆପଣମାନେ ନଷ୍ଟ କରନ୍ତୁ ନାହିଁ। କାରଣ ଜୀବିକା ହେଉଛି ମନୁଷ୍ୟର ବଞ୍ଚିବାର ଆଶା ଏବଂ ଆକାଂକ୍ଷା ଅଟେ, ବଞ୍ଚିବାର ଏକ ରାହା ଅଟେ। ସେଥିପାଇଁ ଜୀବିକା ଉପରେ ଆପଣମାନେ କୌଣସି ବିଷୟ କରନ୍ତୁ ନାହିଁ। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ବା ଅନ୍ୟ କୌଣସି ଧର୍ମକୁ ଗ୍ରହଣ କରିବା ଆମ ସାମ୍ବିଧାନିକ ମୌଳିକ ଅଧିକାର ରହିଅଛି। ଭାରତର ନାଗରିକ ନିଜ ଇଚ୍ଛା ଅନୁସାରେ କୌଣସି ଧର୍ମକୁ ସେ ବାଛିପାରେ ଏବଂ ତାହାକୁ ଗ୍ରହଣ କରି ବିଶ୍ୱାସ ଏବଂ ପାଳନ କରିପାରେ। ଏହା ଆମମାନଙ୍କର ସାମ୍ବିଧାନିକ ମୌଳିକ ଅଧିକାର ରହିଅଛି। ଏବଂ ମୁଁ କହିବାକୁ ଚାହେଁ, ଯେତେବେଳେ ଆମେ ହିନ୍ଦୁ ଥାଉ, ଆମମାନଙ୍କ ଜୀବନ ଅନେକ ସମସ୍ୟା ଆସିଥାଏ। ସେତେବେଳେ କୌଣସି ହିନ୍ଦୁ ଭାଇମାନେ ଆସି ଆମମାନଙ୍କୁ କୌଣସି ସମସ୍ୟାରୁ ବଞ୍ଚେଇବା ବା ସମସ୍ୟାରୁ ମୁକୁଳିବା ପାଇଁ ସେମାନେ କୌଣସି କରିନଥାନ୍ତି। ଯେତେବେଳେ ଖ୍ରୀଷ୍ଟିଆନ ମାନେ ହେଇଯାଆନ୍ତି, ଖ୍ରୀଷ୍ଟ ଧର୍ମ ଗ୍ରହଣ କରନ୍ତି, ସେମାନଙ୍କୁ ସମସ୍ତ ଆରୋପ ସେମାନେ ଲଗାଇଥାନ୍ତି। କିନ୍ତୁ ମୁଁ ଏଠାରେ କହିବାକୁ ଚାହେଁ, ପୂର୍ବରୁ ଆପଣମାନେ କାହିଁକି ସେମାନଙ୍କ ସମସ୍ୟାରୁ ସାହାଯ୍ୟ କରୁନାହାନ୍ତି? ଯଦି ଆପଣମାନେ ସମସ୍ୟାରୁ ସେମାନଙ୍କୁ ପୂର୍ବରୁ ସାହାଯ୍ୟ କରିଥାନ୍ତା, ହୁଏତ ସେମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନଥାନ୍ତା। ଯେତେବେଳେ ସେମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଅଛନ୍ତି, ସେମାନଙ୍କ ଉପରେ ଅନେକ ସମସ୍ୟା ଆଣୁଅଛନ୍ତି। ସେମାନଙ୍କୁ ମାରୁଛନ୍ତି, ସେମାନଙ୍କର ଘର ଭାଙ୍ଗି ଦେଉଛନ୍ତି, ସେମାନଙ୍କ ଫସଲକୁ ନଷ୍ଟ କରିଦେଉଅଛନ୍ତି ଏବଂ ସେମାନଙ୍କର ଗ୍ରାମର ବାସିନ୍ଦା କରି ଦିଆଯାଉଛି, ଗ୍ରାମର ବାହାର କରିଦିଆଉଛନ୍ତି। ଯଦି ସେମାନଙ୍କୁ ଗ୍ରାମର ସବୁ ମୌଳିକ ଅଧିକାର ରହିଛି, ତାହା ମଧ୍ୟ ଆପଣମାନେ ସେମାନଙ୍କୁ ଦେଉନାହାନ୍ତି। ସେଥିପାଇଁ ମୁଁ ମଧ୍ୟ ଖ୍ରୀଷ୍ଟିଆନ ଭାଇମାନଙ୍କୁ କହିବାକୁ ଚାହେଁ, କାରଣ ଖ୍ରୀଷ୍ଟିଆନ ମାନଙ୍କୁ ବା ଖ୍ରୀଷ୍ଟ ଧର୍ମର ଲୋକମାନଙ୍କୁ ଏ ଜଗତରେ କୌଣସି ସୁଖ ଏବଂ ଶାନ୍ତି ନାହିଁ। କିନ୍ତୁ ଖ୍ରୀଷ୍ଟିଆନ ଲୋକମାନଙ୍କର ଶାନ୍ତି ହେଉଛି ସ୍ୱର୍ଗରେ। କାରଣ ଯୀଶୁ ମଧ୍ୟ କହିଲେ, ଜଗତ ଯଦି ତୁମମାନଙ୍କୁ ଘୃଣା କରେ, ତାହା ତୁମମାନଙ୍କୁ ଘୃଣା କରିବା ପୂର୍ବେ ଜଗତ ମୋତେ ଘୃଣା କରିଅଛି। ଏବଂ ଯୀଶୁ କହିଲେ, ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହେଲେ ତୁମମାନଙ୍କୁ ମଧ୍ୟ ସେମାନେ ତାଡ଼ନା କରିବେ। ସେଥିପାଇଁ ଖ୍ରୀଷ୍ଟ ଭାଇମାନଙ୍କୁ ମୁଁ ଉତ୍ସାହ ଦେବା ନିମନ୍ତେ ଚାହେଁ, ଏ ଜଗତ ଆମମାନଙ୍କ ନିମନ୍ତେ ଦୁଃଖ ଅଟେ। ଏ ଜଗତ ଆମମାନଙ୍କ ନିମନ୍ତେ ଏକ ତାଡ଼ନାର ଜଗତ ଅଟେ। ଆମମାନେ ଏ ଜଗତରେ କୌଣସି ଶାନ୍ତି ଏବଂ ସୁଖ ପାଇପାରିବା ନାହିଁ। କିନ୍ତୁ ଭରସା ଏବଂ ଆଶା ଆମମାନଙ୍କର ରହିବା ଆବଶ୍ୟକ। କାରଣ ହୁଏତ ଏ ଜଗତରେ ଆମେ ସୁଖ ପାଇନଥାଉ, ଏ ଜଗତରେ ଆମେମାନେ ଦୁଃଖ ପାଇଥାଉ, କିନ୍ତୁ ସ୍ୱର୍ଗରେ ଆମମାନଙ୍କର ଆନନ୍ଦ ଏବଂ ଶାନ୍ତି ରହିଅଛି। କାରଣ ଆମେମାନେ ଯାହାକୁ ବିଶ୍ୱାସ କରିଅଛୁ, ଯେଉଁ ଯୀଶୁଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କରିଅଛୁ, ଯେତେବେଳେ ସେ ଜଗତରେ ଥିଲେ, ତାହାଙ୍କୁ ମଧ୍ୟ ତାଡ଼ନ କରି ଦିଆଯାଇଥିଲା, ତାହାଙ୍କୁ ମାରି ଦିଆଯାଇଥିଲା ଏବଂ ସେ ତୃତୀୟ ଦିନରେ ସେ ପୁନରୁତ୍ଥାନ ହେଲେ ଏବଂ ସେ ସ୍ୱର୍ଗ ଆହରଣ କରିଅଛନ୍ତି। ସେ ଆଶା ଆକାଂକ୍ଷା ଏବଂ ବିଶ୍ୱାସ ରଖି ଆମମାନେ ମଧ୍ୟ ତାଡ଼ନାକୁ କଷ୍ଟକୁ ସହିବାକୁ ଆବଶ୍ୟକ, ଆମେ ସେହି ସ୍ୱର୍ଗର ଆନନ୍ଦ ପାଇବା ନିମନ୍ତେ। ସେଥିପାଇଁ ଆମମାନେ ପ୍ରାର୍ଥନା ସହ ଜୀବନ କାଟିବା ଆବଶ୍ୟକ। ଯେଉଁମାନେ ଆମମାନଙ୍କୁ ତାଡ଼ନ ଦେଉଅଛନ୍ତି, ସେମାନଙ୍କ ନିମନ୍ତେ ମଧ୍ୟ ଆମମାନେ ପ୍ରାର୍ଥନା କରିବା ଆବଶ୍ୟକ। ଆମମାନଙ୍କର ବଳ, ଏକମାତ୍ର ବଳ ହେଉଛି ପ୍ରାର୍ଥନା ଅଟେ। ଆମମାନେ ପ୍ରାର୍ଥନା ସହ ଆମେ ଜୀବନ କାଟିବା ଆବଶ୍ୟକ।